ଗଞ୍ଜାମ ଚଣ୍ଡୀପୀଠ ଗ୍ରାମରେ ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼। ଚଣ୍ଡୀପୀଠ ଗ୍ରାମକୁ ବିବାହ ଲାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ ଏବଂ ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ 3 ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଦେଇ ବେଆଇନ ଭାବରେ ଗୋ ଚାଲାଣ ବେଳେ ବଜରଙ୍ଗ ଓ ବିଜେପି ଦଳର କାର୍ଯ୍ୟକର୍ତ୍ତା ମାନେ 31ଟି ଗୋରୁ ସହ ଏକ କଣ୍ଟେନରକୁ ଜବତ କରିଛନ୍ତି। ତେବେ ଗାଡିର ଚାଳକ ଓ ଅନ୍ୟ ସହାୟକ ମାନେ ଘଟଣାସ୍ଥଳରୁ ଫେରାର ଥିବା ବେଳେ କ୍ଷେତରାଜପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଅଷ୍ଟ୍ରେଲିଆର ବ୍ରିସବେନ୍ରେ ବାତ୍ୟା ଆଲଫ୍ରେଡ ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଯୋଗୁଁ ପ୍ରବଳ ବର୍ଷା, ପ୍ରବଳ ଲହରୀ ଓ ପ୍ରବଳ ପବନ ବହିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସମୁଦ୍ର କୂଳ ଜଳମଗ୍ନ ହେବା ସହ ବିମାନ ବନ୍ଦର ଗୁଡିକ ବନ୍ଦ ରଖାଯାଇଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ 3 ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ବାଇକ୍ ଯୋଗେ ଘରକୁ ଫେରୁଥିଲେ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। ଭୁବନେଶ୍ୱର ଶହୀଦ ନଗର ସ୍ଥିତ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ତେବେ ଅଗ୍ନିକାଣ୍ଡ ଫଳରେ ବସ୍ତା ବସ୍ତା ବେସନ, ଚଣା ଓ ସୁଜି ଆଦି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ଧୂଳାମୟ ହୋଇଛି ଏବଂ ସକାଳ ପ୍ରାୟ 5:30 ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ତତଲା କଢେଇ ତେଲରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଭୁବନେଶ୍ୱର ଲୋୟର ପିଏମଜି ଠାରେ ଦରମା ବୃଦ୍ଧି ଦାବିରେ ଗର୍ଜିଲେ ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ। ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ହଜାର ହଜାର ପାଚିକା ଏକାଠି ହୋଇ ପ୍ରଥମେ ବିଶାଳ ରାଲିରେ ବିଧାନସଭା ଅଭିମୁଖେ ଯାଇଥିଲେ ଏବଂ ଲୋୟର ପିଏମଜିରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର ବିଭିନ୍ନ ଦାବି ସମ୍ପର୍କରେ ନାରାବାଜି କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଗୁଣ୍ଡରପୁର ଛକରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଉଭୟ ଗୋଷ୍ଠୀ ମଧ୍ୟରୁ 6 ଜଣ ଆହତ ହୋଇଥିବା ବେଳେ 2ଟି ବାଇକକୁ ପୋଡ଼ି ଦିଆଯାଇଛି ଏବଂ ଉତ୍ତେଜନା ଲାଗି ରହିଥିବା ଯୋଗୁଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଉକ୍ତ ଅଞ୍ଚଳରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଆଜି ମାର୍ଚ୍ଚ ମାସ 8 ତାରିଖ ବିଶ୍ୱ ମହିଳା ଦିବସ। ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ମହିଳା ଦିବସର ମୂଳ ଲକ୍ଷ୍ୟ। ଏଥିସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। କଟକ ଜିଲ୍ଲା ତିଗିରିଆ ବ୍ଲକ ହରିଶରଣପୁର ଗ୍ରାମରେ ବିଲୁଆ ଆକ୍ରମଣ। ଏଥିରେ 4 ଜଣ ଆହତ ହୋଇ ସ୍ଥାନୀୟ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ଥିବା ବେଳେ ସମସ୍ତ ଗାଁ ନିକଟ ପଡିଆକୁ ଶୌଚ ପାଇଁ ଯାଇଥିଲେ ଏବଂ ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ 3 ଜଣ ମହିଳା ରହିଛନ୍ତି।
ଏବଂ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। 5ଟି ପର୍ଯ୍ୟାୟରେ ମୋଟ 1,64,00,000 ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ ଶନିବାର ଗୋଟିଏ ଦିନରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ